ଜଣେ ହିନ୍ଦୁ ପୁରୁଷକୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ 2 ଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧିକି ବାଡେଇଲେ। ଆଉ ଏହି ଘଟଣାଟି ଘଟିଥିଲା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ। ଆଉ ସେଠାକାର ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ଯେଉଁ ଖ୍ରୀଷ୍ଟିଆନ ମାନେ ଆସିଥିଲେ ଧର୍ମାନ୍ତରୀକରଣ କରିବା ପାଇଁ, ସେମାନେ ସାଥିରେ କେକ୍ ଆଣିଥିଲେ ଧର୍ମାନ୍ତରୀକରଣ କରିକି ସେଲିବ୍ରେସନ କରିବା ପାଇଁ, ଯାହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ। ଯେଉଁଠି ଜଣେ ସାଧାରଣ ଲୋକ ନୂଆ ବର୍ଷ, ଜନ୍ମଦିନ ଏବଂ ବାହାଘର ଭଳି ଖୁସି ଦିନରେ କେକ୍ କାଟି ସେଲିବ୍ରେସନ କରିଥାଏ, ସେଠାରେ କିଛି ନିର୍ଦ୍ଦିଷ୍ଟ ଖ୍ରୀଷ୍ଟିଆନ ଲୋକମାନେ ଯେଉଁମାନେ ଧର୍ମ ନାଁରେ ଧନ୍ଦା କରୁଛନ୍ତି, ସେମାନେ ଧର୍ମାନ୍ତରୀକରଣ କରିସାରିବା ପରେ କେକ୍ କାଟି ସେଲିବ୍ରେସନ କରୁଛନ୍ତି। ଧନ୍ୟତମ ଯୀଶୁ, ଧନ୍ୟତମ ଖ୍ରୀଷ୍ଟିଆନ ଧର୍ମ। ନୀଳଗିରି ଅଞ୍ଚଳର ମାଖପଡ଼ା ଗ୍ରାମର ଜଣେ ଖ୍ରୀଷ୍ଟିଆନ, ଯାହାଙ୍କ ନାମ ହେଉଛି ସୁବାସିନୀ, ଜଣେ ହିନ୍ଦୁ ଆଦିବାସୀ ଗୋବିନ୍ଦ ସିଂଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରିବା ପାଇଁ ସେହି ଗାଁକୁ ଯାଇଥିଲେ। ଆଉ ଛାନଖାନପୁରର ଜଣେ ହିନ୍ଦୁ ମହିଳା, ଯାହାଙ୍କ ନାମ ସୁକାନ୍ତି, ସେ ଖ୍ରୀଷ୍ଟିଆନ ସୁବାସିନୀଙ୍କୁ ଧର୍ମ ପରିବର୍ତ୍ତନ କରିବାରେ ସାହାଯ୍ୟ କରୁଥିଲେ। ଏସବୁ କୌଣସି ପ୍ରକାରରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ଧର୍ମ ପରିବର୍ତ୍ତନ ବିଷୟରେ ଜାଣିପାରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ସୁକାନ୍ତି ଏବଂ ସୁବାସିନୀ 2 ମହିଳାଙ୍କୁ ଗଛରେ ବାନ୍ଧିକି ବାଡେଇଥିଲେ ଏବଂ ଖ୍ରୀଷ୍ଟିଆନ ମହିଳା ସୁବାସିନୀଙ୍କ ମୁହଁରେ ସେହି କେକ୍କୁ ବୋଳିକି ବିକୃତ ଅବସ୍ଥା କରିଦେଇଥିଲେ। ଆଉ ଅନ୍ୟ ଧର୍ମ ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ଗୋବିନ୍ଦ ସିଂଙ୍କୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବହୁତ ଅପମାନିତ କରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁ ଧର୍ମର ଭାଇମାନେ ପୋଲିସକୁ ଇନଫର୍ମ କରିଥିଲେ। ଛାନଖାନପୁରର ଆଇଆଇସି ସୁବାସ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ସେହି ଘଟଣାସ୍ଥଳରେ ପହଞ୍ଚି 4 ଜଣଙ୍କୁ ପୋଲିସ ଷ୍ଟେସନକୁ ନେଇକି ଯାଇଥିଲେ ଏବଂ ଭାରତୀୟ ନ୍ୟାୟ ସଂହିତା ଏବଂ ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ 1967ର ବିଭିନ୍ନ ଧାରା ଅନୁଯାୟୀ 2ଟି ମାମଲା ରୁଜୁ କରିଥିଲା। ଓଡ଼ିଶା ସରକାର ଧର୍ମାନ୍ତରୀକରଣ ବିରୋଧୀ ଆଇନ ପ୍ରଣୟନ କରିବାରେ ପ୍ରଥମ ରାଜ୍ୟ ଥିଲା। ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ 1967ରେ କୌଣସି ବ୍ୟକ୍ତି ବଳ ପ୍ରୟୋଗ କରି କିମ୍ବା ପ୍ରଲୋଭନ ଦେଖାଇ କିମ୍ବା କୌଣସି ପ୍ରତାରଣାମୂଳକ ଉପାୟରେ ସିଧାସଳଖ କିମ୍ବା ଅନ୍ୟଥା କୌଣସି ବ୍ୟକ୍ତିକୁ ଗୋଟିଏ ଧାର୍ମିକ ବିଶ୍ୱାସରୁ ଅନ୍ୟ ଏକ ଧାର୍ମିକ ବିଶ୍ୱାସକୁ ଧର୍ମାନ୍ତରିତ କରିବେ ନାହିଁ। ଯଦି ଆଇନ ଉଲ୍ଲଂଘନ କରେ ତେବେ 1 ବର୍ଷ ଜେଲ ଦଣ୍ଡ ଏବଂ 5,000 ଟଙ୍କା ଜୋରିମନା ରହିଛି। ଆଉ ଏହା ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ହୋଇଗଲା। ଖ୍ରୀଷ୍ଟିଆନ ଧର୍ମର ନିର୍ଦ୍ଦିଷ୍ଟ ଭାଇ ଭଉଣୀମାନେ ଚୋର ଭଳି ଲୁଚିକି ଯାଇକି ଧର୍ମାନ୍ତରୀକରଣ କରୁଛନ୍ତି, ତାହା ଠିକ କରୁଛନ୍ତି କି? କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାଇବେ।